ଦିଏ ବୀରେନ୍ଦ୍ର ଭାଇଙ୍କୁ, ମଧୁସ୍ମିତା ଦିଦିଙ୍କୁ, ବିନୟ ଭାଇଙ୍କୁ, ସମସ୍ତ ଆଲୋକ ପ୍ରଚାରକ ମାନେ ସମସ୍ତ ଡିଜିଟାଲ ମଣ୍ଡଳୀକୁ ଆଜି ମତେ ସୁଯୋଗ ଦେଇଥିବାରୁ ଏବଂ ସମସ୍ତଙ୍କୁ ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଆପଣମାନଙ୍କୁ ସ୍ୱାଗତ କରେ, ସମସ୍ତଙ୍କୁ ନମସ୍କାର ଜଣାଏ। ଆସୁଥିବା ମାନେ ଆଜିର ଆଲୋଚନାକୁ ଯିବା। ଆପଣମାନେ ଯଦି ମନେ ଥିବ ଗତ ମାସ 6 ତାରିଖରେ ଆମେ ଖ୍ରୀଷ୍ଟୀୟ ଲିଡରସିପ ଉପରେ ଆଲୋଚନା କରୁଥିଲୁ। ଆଉ ସେ ସଂକ୍ରାନ୍ତରେ ଆମେ ପଢିଥିଲୁ ପ୍ରଥମ ଥେସଲୋନିକି ତାର 5 ପର୍ବ 12 ଏବଂ 13 ପଦ। ଦୟାକରି କିଏ ଜଣେ ପଢିଦେବେ। ଆଜି ତାର ଦ୍ୱିତୀୟ ଭାଗ ଏବଂ ଅନ୍ତିମ ଭାଗ ଆମେ ଆଲୋଚନା କରିବା। ଫାର୍ଷ୍ଟ ଥେସଲୋନିକି ଚାପ୍ଟର 5 verse 12 and 13। हे ଭାଇମାନେ, ଆମ୍ଭେମାନେ ତୁମମାନଙ୍କୁ ଅନୁରୋଧ କରୁଅଛୁ, ଯେଉଁମାନେ ତୁମମାନଙ୍କ ମଧ୍ୟରେ ପରିଶ୍ରମ କରନ୍ତି ଓ ପ୍ରଭୁଙ୍କ ସେବାରେ ତୁମମାନଙ୍କ ନେତା ସ୍ୱରୂପେ ନିଯୁକ୍ତ ହୋଇ ତୁମମାନଙ୍କୁ ଚେତନା ଦିଅନ୍ତି, ସେମାନଙ୍କୁ ମାନ୍ୟ କର। ପୁଣି ସେମାନଙ୍କ କାର୍ଯ୍ୟ ସକାଶେ ସେମାନଙ୍କୁ ପ୍ରେମରେ ଅତ୍ୟନ୍ତ ଆଦର କର। ପରସ୍ପର ସଙ୍ଗରେ ଶାନ୍ତିରେ ରୁହ। ହେ ଭାଇମାନେ, ଆମ୍ଭେମାନେ ତୁମମାନଙ୍କୁ ନିବେଦନ କରୁଛୁ। ଆସନ୍ତୁ ପ୍ରାର୍ଥନା କରିବା, ତାପରେ ଆମେ ବାକ୍ୟ ମଧ୍ୟ ପ୍ରବେଶ କରିବା। ଧନ୍ୟବାଦ, ପ୍ରଶଂସା, ଗୌରବ, ସମ୍ଭ୍ରମ, ମହିମା ପାଇବା ପାଇଁ ଯୋଗ୍ୟ ପରମେଶ୍ୱର, ଧନ୍ୟବାଦ ଦଉଛୁ ଏ ପ୍ରାତଃ କାଳର ସୁନ୍ଦର ସୁଯୋଗ ପାଇଁ। ଧନ୍ୟବାଦ ଦଉଛୁ ତୁମେ ଆମମାନଙ୍କୁ ଜୀବିତ ମାନଙ୍କ ମଧ୍ୟରେ ନାମ ଏବଂ ସ୍ଥାନ ଦେଇଛୁ। ପ୍ରଭୁ, ବର୍ତ୍ତମାନ ତୁମର ପବିତ୍ର ବାକ୍ୟର କିଛି ଅଂଶ ଧ୍ୟାନ କରିବା ପାଇଁ ବସିଛୁ। ତୁମେ ଆମ ସମସ୍ତଙ୍କୁ ବୁଝିବାର ଶକ୍ତି ପ୍ରଦାନ କର। ପବିତ୍ର ଆତ୍ମାଙ୍କର ଚାଳନା ଦିଅ, ଚେତନା ଦିଅ। ପୁଣି ବାକ୍ୟ ଭାଙ୍ଗିବା ନିମନ୍ତେ ତୁମେ ଏମାନଙ୍କୁ ପ୍ରଭୁ ଅନୁଗ୍ରହ କର। ଆମମାନଙ୍କର ମନର ଚିନ୍ତା ପୁଣି ମୁଖର ବାକ୍ୟ ତୁମର ପବିତ୍ର ସିଂହାସନ ନିକଟରେ ସୁଗ୍ରାହ୍ୟ। ପ୍ରାର୍ଥନା ଶୁଣିର ଧନ୍ୟବାଦ ଦେଇ ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମାଗେ, ଆମେନ୍। ଯଦି ଆପଣ ମାନଙ୍କର ମନେ ଥିବ, ତାହେଲେ ଆମେ ଗତ ମାସରେ ଯେତେବେଳେ ଆଲୋଚନା କରୁଥିଲୁ, ମୁଁ 5 ପ୍ରକାର ବା 5 ଲେଭେଲର ଲିଡରସିପ ଉପରେ ଆଲୋକପାତ କରିଥିଲି। ମୁଁ ତାକୁ କ୍ୱିକ୍ ରିକ୍ୟାପ୍ କରିଦିଏ, ସୋ ଦ୍ୟାଟ୍ ଆଜିର ଯୋଉ ଶେଷ ଭାଗ ତାକୁ କନେକ୍ଟେଡ ରହିବ, ତେଣୁ ବୁଝିବା ପାଇଁ ସୁବିଧା ହବ। ସେଥିରେ ମୁଁ କହିଥିଲି ପ୍ରଥମ ଲେଭେଲର ଲିଡରସିପ, ଦ୍ୟାଟ୍ ଇଜ ପୋଜିସନାଲ ଲିଡରସିପ, ଦ୍ୟାଟ୍ ଇଜ ଦ ଲୋଏଷ୍ଟ ଲେଭେଲ ଅଫ ଲିଡରସିପ। ସେକେଣ୍ଡ ଥିଲା ରିଲେସନସିପ ଲିଡରସିପ ବା ପରମିସିବଲ ଲିଡରସିପ। ଥର୍ଡରେ ଥିଲା ଆମମାନଙ୍କର ପ୍ରଡକ୍ସନ ବା ରିଜଲ୍ଟ ଓରିଏଣ୍ଟେଡ ଲିଡରସିପ। 4ରେ ଥିଲା ଆମମାନଙ୍କର ପିପୁଲ ଡେଭଲପମେଣ୍ଟ ବା ରିପ୍ରଡକ୍ସନ ଲିଡରସିପ। ଏବଂ 5ମରେ ଅର୍ଥାତ୍ ସର୍ବୋଚ୍ଚ ସର୍ବଶ୍ରେଷ୍ଠ ଲିଡରସିପ ଥିଲା ଆମର ସର୍ଭେଣ୍ଟ ଲିଡରସିପ, ଯାହାର ସର୍ବୋତ୍କୃଷ୍ଟ ଉଦାହରଣ ସ୍ୱୟଂ ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ। ତେଣୁ ଏ 5 ପ୍ରକାର ଲିଡରସିପ ଭିତରେ ଆମେ କୌଣସି ନା କୌଣସି ଲିଡରସିପ ରେ ସାମିଲ ଅଛୁ। ଆଇଦର ଆମେ ଲିଡ କରୁଛୁ କିମ୍ବା ଆମେ କାହାକୁ ଗୋଟେ ଫଲୋ କରୁଛୁ। ଆଜି ଏଇ ଲିଡରସିପ ର ଦ୍ୱିତୀୟାଂଶ ମାନେ ଆଲୋଚନା କରିବା ଯେ ଆମେ ବିଙ୍ଗ ଲିଡର୍ସ ଅର ବିଙ୍ଗ ଟିଚର୍ସ। ଲିଡର୍ସ ମାନେ ନୁହେଁ କେବଳ କୌଣସି ପଦପଦବୀ ଧରିକିରି, ଆମେ ଯେତେ ଜଣ ବି ଶିକ୍ଷକ କିମ୍ବା ପ୍ରଚାରକ କିମ୍ବା କୌଣସି କ୍ଷେତ୍ରରେ ନେତୃତ୍ୱ ନେଉଛୁ, ସେ ସମସ୍ତଙ୍କୁ ଏଇ ଗୋଟେ ଟର୍ମ ଭିତରେ ମୁଁ ଆଣିବା ପାଇଁ ଚାହେଁ। ତାର ଦ୍ୱିତୀୟ ଭାଗ ଆମେ ଆଲୋଚନା କରିବା। ଜଣେ ବିଜ୍ଞ ବ୍ୟକ୍ତି ପ୍ରକାର କହନ୍ତି, ଲିଡର ଇଜ ଏ ପର୍ସନ ହୁ ନୋଜ ଦ ୱେ, ଗୋଜ ଦ ୱେ and guides others to go in that way। ନେତା ଜଣେ ଏମିତି ଏକ ବ୍ୟକ୍ତି ଯିଏ ନିଜେ ସେ ପଥ ବିଷୟରେ ଜାଣନ୍ତି, ଆଉ ସେ ନିଜେ ମଧ୍ୟ ସେ ପଥରେ ଚାଲନ୍ତି, ଆଉ ସେ ଅନ୍ୟମାନଙ୍କୁ ସେଇ ପଥରେ ଯିବା ପାଇଁ କଢେଇ ନିଅନ୍ତି ବା ଗାଇଡ କରନ୍ତି ବା ସହାୟକ ହୋଇଥାନ୍ତି। ତେଣୁ ଲିଡରସିପ ଇଜ ଏ ଭେରି ରିସ୍କି ବିଜନେସ। ଏଠି ବହୁତ ରିସ୍କି ବିଷୟ ରହିଛି, କାରଣ ଲିଡରସିପ ମିନ୍ସ ରେସ୍ପନ୍ସିବିଲିଟି ଆଣ୍ଡ ଆକାଉଣ୍ଟେବିଲିଟି। ତ ଆପଣ ଉତ୍ତରଦାୟିତ୍ୱ ରହିବାକୁ ପଡିବ ଏବଂ ଆପଣଙ୍କୁ ଦାୟିତ୍ୱବାନ ହେବାକୁ ପଡିବ। ସେଥିପାଇଁ ବାଇବେଲ ମଧ୍ୟ ଆମମାନଙ୍କୁ ଏଥି ସଂକ୍ରାନ୍ତରେ ଜାଗ୍ରତ କରିଦିଏ, ସଚେତ କରିଦିଏ। ଆମେ ଯଦି ପଢିବା ଯାକୋବ ପୁସ୍ତକ ତାର 3 ପର୍ବ 1 ଏବଂ 2 ପଦ, ଏଠାରେ ଏପରି ଲେଖାଯାଏ, ସେ ମୋର ଭାଇମାନେ, ତୁମ୍ଭେମାନେ ଅନେକ ଶିକ୍ଷକ ହୁଅ ନାହିଁ। ଶିକ୍ଷକ ଯେ ଆମ୍ଭେମାନେ ଯେ ଗୁରୁତର ଦଣ୍ଡ ପାଇବା ଏହା ଜାଣ।
जेणु आम्भे माने समस्ते अनेक विषय झुंटी पड़ू जदि कई वाक्य झुंटी न पड़े तेबे से सिद्ध पुरुष समस्त शरीर को मध्य बसरे रखा समर्थ। अर्थात ये साधु पाल लिखती आमने जो एते जन शिक्षा दान करुचु प्रचार करुचु लीडिंग करुचु आमने अधिक दंड पाइबा कारण आमने केवल निज विषय उत्तरदायी रहिबा से कथा नहीं मात्र आमे आमे जहाँ को लीड करुचु जो माने आमनकर श्रोता होंतु कि जो माने हमको फॉलोअर होंतु जो माने हमर अनुगामी अछंती आमे सेमानकर मध्य उत्तरदायी रहिबा आ हमर कौन सी नैतिक किंबा धार्मिक अधिकार नहीं कार पार्थिव किंबा आत्मिक जीवन को विनष्ट करबा पई किंबा संकट रे पकेबा पई तेणु आमे जेबे का लीड करुचु बा आमे जदि एई कार्य करुचु ताले प्रथमे आमे ता विषय रे आमानकर अंडरस्टैंडिंग थिबा दरकार नहले जेमिति यीशु ख्रीष्ट कहंती माथ्यू तार 15 पर्व 14 पद रे जे गोटे अंध जदि आ गोटे अंध को बाट कढ़ेइबो ताले बाट कढ़ेइबा लोक एवं ताकू फॉलो करुथबा लोक उभय जाइकी विपद रे पड़िबे बा गात रे पड़िबा बा खात रे पड़िबे। तेणु जड़े विशेषकर स्पिरिचुअल वर्ल्ड रे जो माने नेतृत्व करुछंती आमानकर स्पिरिचुअल अंडरस्टैंडिंग बा आत्मिक ज्ञान रहिबा आवश्यक नहले से नेता एवं ताहांकर अनुगामी दुई जन जाक समस्या रे पड़िबार संभावना अछि। हम तो डूबेंगे सनम तुमको भी ले डूबेंगे से निजे तो गातरे पड़िबे निजे तो समस्या भितर पड़िबे ही पड़िबे पुणी ताहांकर जे अनुगामी थिबे ताहाको मध्य से समस्या रे पकेबार संभावना अच्छी। सो वी हैव टू बी वेरी केयरफुल अबाउट आवर टीचिंग्स अबाउट आवर लीडरशिप ताहले हमें कौन सब काम करिबा अल्प क्षेत्र काम मु आपण मानकु सम्मुख रे रखिबा पई चाहे तने हमर जो अनुगामी अछंती हम जो माने सुनुछंती हम जो फॉलोअर्स अछंती से माने केवल मनुष्य नहंती से माने मध्य ह्यूमन रिसोर्सेस कारण से माने जाय कि पुनी आगु करी लीड करिबा हम जदि प्रॉपर्ली ताको हमें सिखेबा नहीं टीच करिबा नहीं प्रकृत जिनस कहवा ना ताहले से माने कोठी पुनी और रंग जिनस पुनी आगु को जाई कंटिन्यू करिवो एज ए लिगासी कंटिन्यू भलो जिनिस चप्पल पिंदिला भितरे खराब जिनिस मार्केट रे चारि थर बुली कि आसे दैट मीन्स भलो जिनिस लोक मानक मध्य आदृत हेबा जेतिकी समय लागे खराब विषय नेगेटिव विषय आकु बहुत कम समय भितर से सब चारियाडे प्रचार प्रसारित हुई जाए जेहेतु मु आगुर भी कहिथिली लास्ट एपिसोड रे जे लोक माने हमर काम सकासे हमकु रेस्पेक्ट दियंती बा हमकु भल पांती तेणु जदि से काम ऊपर सब जिनिस पर्यवेसित तले वी हैव टू बी वेरी वेरी केयरफुल अबाउट आवर वर्ड्स राइट। तेणु हमर काम जतले हम आरंभ करूछु हमनकर से कामर फाउंडेशन टा मस्ट बी राइट एंड स्ट्रांग राइट फाउंडेशन एंड स्ट्रांग फाउंडेशन ऑफ आवर वर्ड्स एबा आवश्यक से में प्रथम करंथ्य तार 3 पर्व 10 एवं 11 पद रे प्रकार साधु पाउल लिखंती मते दत्त ईश्वरकर अनुग्रह अनुसार मु जणे बुद्धिमान गृह निर्माणकारी तुल्य भित्तिमूल स्थापन करियछि अन्य जणे ताहा ऊपर निर्माण करूछि किंतु प्रत्येक लोक ताहा ऊपर की परि निर्माण करूछि से संबंध रे सावधान हेउ कारण जे भित्तिमूल स्थापित हुई अछि ताहा व्यक्तित अन्य भित्तिमूल के स्थापन करि पारे नाही आ से भित्तिमूल यीशु ख्रीष्ट अर्थात आमनकर कार्य करिबा पूर्वरु आमनकर कार्यर फाउंडेशन एते स्ट्रांग आ एते सॉलिड हेबा आवश्यक सो दैट आगामी दिनर कार्य रूपक बिल्डिंग्स ताकू से संभाली परिबो ताकू से लोड बियरिंग कैपेसिटी रहिबा दरकार। आवर वर्क शुड बी ऑन द रॉक ऑफ द क्राइस्ट प्रभु यीशु ख्रीष्ट रूपक भित्तिमूल ऊपर पर्यवेसित हेबा दरकार। आवर फाउंडेशन मस्ट बी स्ट्रांग एनफ टू bear the load of our building of our works आमनकर कार्य रूपक बिल्डिंग रो भार बहन करि परिबा भलिया आमनकर फाउंडेशन स्ट्रांग हेबा दरकार। केवल हमर नुहे मात्र आम परवर्ती पीढ़ी जो माने ताको कंटिन्यू करिवे ताकर कार्य को मध्य संभाली पारला भलिया आमनकर फाउंडेशन सेटिक स्ट्रांग हेबा दरकार। सो our doctrines and our teaching should be very very rational and very very biblical बाइबल ऊपर पर्यवेसित हेबार आवश्यकता रही। द्वितीय विषय है आमनकर कार्य गुड़िक मध्य
ଷ୍ଟ୍ରଙ୍ଗ ହେବା ଦରକାର, ଯୋଉଗୁଡ଼ିକୁ କି ଆମର ବିଭିନ୍ନ ଟେଷ୍ଟିଂ ପିରିୟଡ ରେ ତାକୁ ସେ ଓଭରକମ୍ କରିବ। ଆୱାର ୱାର୍କ ସୁଡ୍ ବି ଷ୍ଟ୍ରଙ୍ଗ ଏନଫ୍ ଟୁ ବିୟର ୱିଥ୍ ଦି ଟେଷ୍ଟିଂସ୍। ଆମମାନଙ୍କର କାର୍ଯ୍ୟ ଏତେ ଷ୍ଟ୍ରଙ୍ଗ ହେବା ଦରକାର ଯେ ଯେକୌଣସି ତାଡ଼ନ ଆସିଲେ ମଧ୍ୟ ବା ଯେକୌଣସି ସମସ୍ୟା ଆସିଲେ, ଯେକୌଣସି ପରୀକ୍ଷା ଆସିଲେ ତାହାକୁ ସିଏ ଓଭରକମ୍ କରିବ। ଏଗେନ୍ ପ୍ରଥମ କରନ୍ତି ତାର 3 ପର୍ବ 13 ରୁ 15 ମଧ୍ୟରେ ଏ ପ୍ରକାର ଦେଖନ୍ତି, ତାହେଲେ ପ୍ରତ୍ୟେକ ଜଣର କର୍ମ କି ପ୍ରକାର ତାହା ପ୍ରକାଶ ପାଇବ, କାରଣ ସେଇ ଦିନ ତାହା ପ୍ରକାଶ କରିବ। ଯେଣୁ ସେଇ ଦିନ ଅଗ୍ନି ସହିତ ପ୍ରକାଶିତ ହେବ, ଆଉ ପ୍ରତ୍ୟେକ ଲୋକର କର୍ମ କି ପ୍ରକାର ସେଇ ଅଗ୍ନି ପରୀକ୍ଷା କରିବ। ଯାହା ଯାହା ନିର୍ମାଣ କରିଅଛି, ଯେ ଯାହା ନିର୍ମାଣ କରିଅଛି ତାର ସେଇ କର୍ମ ଯଦି ରହିବ ତେବେ ସେ ପୁରସ୍କାର ପାଇବ। ଯଦି କାହାର କର୍ମ ପୋଡ଼ିଯିବ, ତାର ଯଦି କ୍ଷତି ହବ, ତଥାପି ସେ ନିଜେ ରକ୍ଷା ପାଇବ, କିନ୍ତୁ ତାହା ଅଗ୍ନି ମଧ୍ୟ ଦେଇ ଗମନ କଲା ପରି ହେବ। ଅର୍ଥାତ୍ ଆମେ ଏଠି କାମ ଗୁଡ଼ିକ ଆମର ଏତେ ଷ୍ଟ୍ରଙ୍ଗ ହେବା ଦରକାର ଯେ ତାହେଲେ ବିଭିନ୍ନ ପରୀକ୍ଷା ସମୟରେ ତାହା ଯେପରି ନଷ୍ଟ ହେବ ନାହିଁ। ଯଦି ତାହା ନଷ୍ଟ ହଉନାହିଁ ତାହେଲେ ଆମମାନେ ପରୀକ୍ଷା, ଯଦି ଆମେ ସେଥିରେ କୃତକାର୍ଯ୍ୟ ହଉଛୁ, ତାହେଲେ ଆମମାନେ ଆମ କାର୍ଯ୍ୟ ଯଦି କୃତକାର୍ଯ୍ୟ ହଉଛି, ନଷ୍ଟ ହଉନାହିଁ, ତାହେଲେ ବିଙ୍ଗ ଲିଡର୍ସ, ବିଙ୍ଗ ଟିଚର୍ସ, ବିଙ୍ଗ ପାଷ୍ଟର୍ସ, ଆମମାନେ ତାର ପୁରସ୍କାର ପାଇବା। କାରଣ ପ୍ରଥମ କରନ୍ତି 3:8 ମଧ୍ୟ ଲେଖାଯାଏ ଯେ ରୋପଣ କରେ ଓ ଯେ ସେଚନ କରେ ସେ ଦୁହେଁ ଏକ, କିନ୍ତୁ ପ୍ରତ୍ୟେକ ଜଣ ଆପଣା ପରିଶ୍ରମ ଅନୁସାରେ ନିଜର ପୁରସ୍କାର ପାଇବ। ଯଦି ଆମ କାର୍ଯ୍ୟ ଯୋଉଟା ଆମେ କରିଛୁ ତାହା ଯଦି ନଷ୍ଟ ହେଇଯାଏ, ଆଉ କେବଳ ଯଦି ଆମେ ନଷ୍ଟ ହେବାର ରକ୍ଷା ପାଇଯାଉ, ତାହେଲେ ଆମେ ତ ରକ୍ଷା ପାଇଗଲୁ, କିନ୍ତୁ ଆମେ କରିଥିବା କାର୍ଯ୍ୟ ଯେତେବେଳେ ନଷ୍ଟ ହେଇଯାଏ ନିଶ୍ଚିନ୍ତ ଭାବରେ ଆମକୁ ବହୁତ ଦୁଃଖ ଲାଗିବ। ମନେ କରନ୍ତୁ କୌଣସି କାରଣରୁ କାହା ଘରେ ଯଦି ନିଆଁ ଲାଗିଗଲା, କିନ୍ତୁ ସୌଭାଗ୍ୟବଶତଃ ପରିବାର ସମସ୍ତେ ବାହାରକୁ ଆସିପାରିଲା, ସମସ୍ତେ ବଞ୍ଚିଗଲେ, କିନ୍ତୁ ତାଙ୍କର ସମସ୍ତ ଧନ ସମ୍ପତ୍ତି ଯାହା କିଛି ବି କଷ୍ଟ ଉପାର୍ଜିତ ସମ୍ପତ୍ତି ତା ଭିତରେ ଥିଲା ତାହା ନଷ୍ଟ ହେଇଗଲା, ତାହେଲେ ନିଜେ ବଞ୍ଚି ଯାଇଥିବାରୁ ତ ସେ ଆନନ୍ଦିତ ହେବେ, କିନ୍ତୁ ଯେହେତୁ ଏତେ ଗୁଡାଏ ଜିନିଷ ତାଙ୍କର ନଷ୍ଟ ହେଇଗଲା, ନିଶ୍ଚିନ୍ତ ଭାବରେ ସେ ଅତ୍ୟନ୍ତ ଦୁଃଖିତ ହେବେ। ଠିକ ସେଇ ପ୍ରକାର ମଧ୍ୟ ଆମର ସ୍ପିରିଚୁଆଲ ୱାର୍ଲଡରେ ସ୍ପିରିଚୁଆଲ ୱାର୍କସ ମଧ୍ୟ ଯେତେବେଳେ ନଷ୍ଟ ହେଇଯାଏ, ତାହେଲେ ଆମେ ରକ୍ଷା ପାଇଗଲେ ସୁଦ୍ଧା, ଯେହେତୁ ଆମେ ଏତେ ବର୍ଷ ଧରି ପରିଶ୍ରମ କରି ତାକୁ ଏଷ୍ଟାବ୍ଲିଶ କରିଥିବା, ଆଉ ତାହା ଯେତେବେଳେ ନଷ୍ଟ ହେଇଯାଏ ନିଶ୍ଚିତ ଭାବରେ ଆମକୁ କଷ୍ଟ ଲାଗିବ। ନମ୍ବର 3, ଆମମାନଙ୍କର କାର୍ଯ୍ୟ, ଯେମିତି ମୁଁ କହିଲି ପ୍ରଥମରୁ ହିଁ, ଯେ ଆମକୁ ଯୋଉମାନେ ଫଲୋ କରୁଛନ୍ତି, ଆମକୁ ଯୋଉମାନେ ଶୁଣୁଛନ୍ତି, ଆମ କଥା ଅନୁସାରେ ଯୋଉମାନେ ଜୀବନଯାପନ କରିବା ପାଇଁ ଚେଷ୍ଟା କରୁଛନ୍ତି, ସେମାନେ ଆମମାନଙ୍କ ପାଇଁ ରିସୋର୍ସେସ୍। ଯେମିତି ଆମେ ଆମର ନିଜର ଜୀବନ ଏବଂ ନିଜର ସମ୍ପଦକୁ ଆମେ ସୁରକ୍ଷା କରିଥାଉ, ରକ୍ଷା କରିଥାଉ, ଆଉ ସେଇ ପ୍ରକାର ମଧ୍ୟ ଆମମାନଙ୍କର ଯୋଉମାନେ ଆମମାନଙ୍କର ଅନୁଗାମୀ ଅଛନ୍ତି ସେମାନଙ୍କର ସୁରକ୍ଷା କରିବାର ଆମମାନଙ୍କର ଉତ୍ତରଦାୟିତ୍ୱ, ବିଙ୍ଗ ଲିଡର୍ସ, ବିଙ୍ଗ ପାଷ୍ଟର୍ସ। ସେଥିପାଇଁ ପ୍ରଥମ ପିତର ତାର 5 ପର୍ବ 1 ରୁ 4 ଆପଣ ଯଦି ପଢିବେ, ପ୍ରାଚୀନ ମାନଙ୍କର କାର୍ଯ୍ୟ ବିଷୟରେ ଲେଖାଯାଏ, ଆଉ ସେଥିରେ ମୂଳ ବିଷୟ ହେଲା ସେମାନେ ଈଶ୍ୱରଙ୍କ ପଲର ପ୍ରତିପାଳନ କରିବା ଆବଶ୍ୟକ। କେମିତି କରିବେ, କୋଉ ଆଟିଚ୍ୟୁଡରେ କରିବେ, କେବଳ ପ୍ରତିପାଳନ କରିବେ ନାହିଁ, ମାତ୍ର କୋଉ ଆଟିଚ୍ୟୁଡରେ, କୋଉ ଚିନ୍ତାଧାରାରେ, କୋଉ ମନୋଭାବରେ କରିବେ ତାହା ମଧ୍ୟ ସେଠି ଲେଖାଯାଏ। ଯଦି ପଢିବେ ଆରାମରେ ତାହେଲେ ଆପଣ ତାକୁ ଜାଣିପାରିବେ। ମୁଁ ତା ସର୍ଟକଟରେ କହିଦଉଛି, ବାଧ୍ୟ ହୋଇକି କରିବେ ନାହିଁ। ଆଜି ଆପଣମାନଙ୍କୁ ମୁଁ ଧନ୍ୟବାଦ ଦିଏ, ଆପଣମାନେ ସ୍ୱତଃ ପ୍ରବୃତ୍ତ ଭାବରେ ପ୍ରତିଦିନ ସକାଳେ 4ଟା ବେଳେ ଉଠି ଈଶ୍ୱରଙ୍କର ଧନ୍ୟବାଦ କରିବା ପାଇଁ, ବାକ୍ୟ ଶୁଣିବା ପାଇଁ ନିଜକୁ ପ୍ରସ୍ତୁତ କରି ବସୁଛନ୍ତି। ଇଟ୍ ଇଜ ନଟ୍ ସୋ ଇଜି। ମୁଁ ତ ମାସରେ ଦିନେ ଆସୁଛି, ତଥାପି ମତେ ବେଳେ ବେଳେ କଷ୍ଟ ଲାଗୁଛି। ଆପଣମାନେ ପ୍ରତିଦିନ ସକାଳେ ଉଠି ନିଦ୍ରା ପରିହାର କରି ଏଇ କାର୍ଯ୍ୟରେ ଯୋଗଦାନ କରୁଛନ୍ତି, ତେଣୁ ଈଶ୍ୱର ପ୍ରକୃତରେ ଧନ୍ୟବାଦୀ, ଏବଂ ଆପଣମାନେ ଧନ୍ୟବାଦ ସହିତ ଆପଣଙ୍କ ଈଶ୍ୱରଙ୍କ ଆଶୀର୍ବାଦର ଅଂଶୀ। ତେଣୁ ଏଠି ବାଧ୍ୟ ହୋଇ ନୁହେଁ, ମାତ୍ର ଈଶ୍ୱରଙ୍କର ଇଚ୍ଛା ଅନୁଯାୟୀ ସ୍ୱଚ୍ଛନ୍ଦ ମନରେ, ସ୍ୱ ଇଚ୍ଛାରେ ଈଶ୍ୱରଙ୍କର ଇଚ୍ଛା ଅନୁଯାୟୀ, ବାଧ୍ୟ ହୋଇ ନୁହେଁ, ତାର ଅର୍ଥ ନୁହେଁ ଯେ ନିଜ ଇଚ୍ଛାରେ କରିବେ, ବରଂ ଈଶ୍ୱରଙ୍କର ଇଚ୍ଛା ଅନୁଯାୟୀ ସ୍ୱଚ୍ଛନ୍ଦ ମନରେ, କୁଶ୍ଚିତ ଲାଭ ନିମନ୍ତେ ନୁହେଁ, ଚାहे ନେମ୍ ହଉ କିମ୍ବା ଫେମ୍ ହଉ କିମ୍ବା ମନିଟାରୀ ହଉ, ପୋଜିସନାଲ ହଉ, କୌଣସି ପ୍ରକାର ଲାଭ ପାଇବା ନିମନ୍ତେ ନୁହେଁ, ମେଟେରିଆଲିଷ୍ଟିକ ହଉ କିମ୍ବା ନନ୍ ମେଟେରିଆଲିଷ୍ଟିକ ହଉ, ସେଇ ପ୍ରକାର ଲାଭ ପାଇବା ପାଇଁ ନୁହେଁ, କିନ୍ତୁ ଆଗ୍ରହ ସହକାରେ, ବିକଜ ୟୁ ଆର୍ ଇଣ୍ଟରେଷ୍ଟେଡ, ଆପଣ ଆହୁତ, ଆପଣ ମନୋନୀତ, ତେଣୁ ସେ ଆଗ୍ରହରେ ତାକୁ କରିବେ। କର୍ତ୍ତାପଣ ନ କରି ପଲର ଆଦର୍ଶ ସ୍ୱରୂପ ହୋଇ ତାହା କର। ଆପଣ ସେଇ ଆପଣଙ୍କର ଯୋଉ
ଯୋଉମାନେ ଆପଣଙ୍କୁ ଅନୁଗାମୀ ସେମାନଙ୍କର ଆପଣ ମାଲିକ ନୁହନ୍ତି, କର୍ତ୍ତା ଆପଣ ଦେଖିବା ପାଇଁ ମାତ୍ର ଆଦର୍ଶ ସ୍ୱରୂପ ଅଟନ୍ତି। ଅର୍ଥାତ୍ ଆପଣ ଯାହା କରୁଛନ୍ତି ସେମାନେ କଲେ, କରିବା ପୂର୍ବରୁ ଆପଣ ଭାବିବା ଦରକାର ମୁଁ ଯୋଉଟା କରୁଛି ଏଇଟା ଯଦି ଅନ୍ୟମାନେ କରନ୍ତି ତାହେଲେ ସେମାନଙ୍କ ପାଇଁ ଲାଭଦାୟକ ତ। ତେଣୁ ପୌଲର ଆଦର୍ଶ ସ୍ୱରୂପ ହୁଏ, କହନ୍ତି ନା ଲିଡର୍ସ ଲିଡ୍ ଫ୍ରମ୍ ଦି ଫ୍ରଣ୍ଟ। ସେମାନେ ନିଜେ କାର୍ଯ୍ୟରେ ତାହା କରିକି ଦେଖାନ୍ତି ଆଉ ଯାହାକି ଅନ୍ୟମାନେ କରନ୍ତି। ଆପଣ ଯଦି ଦେଖିବେ ମୁଁ ଅନେକ ଥର ମଧ୍ୟ କହିଛି, ଲୋକ ଆପଣ ଯାହା କହିବେ ଲୋକ ତାହା କରି ନ ପାରନ୍ତି, ବଟ୍ ଆପଣ ଯଦି କରନ୍ତି ବାଇ ଡିଫଲ୍ଟ ଲୋକ ତାହା କରିବେ। ଆମେ ଯେତେବେଳେ ଷ୍ଟେଜରେ ୟାକୁ କରୁ ଆମେ କିଛି ନ କହି କିଛି ଲୋକଙ୍କୁ ଆଗକୁ ଡାକୁ, ଆମେ ସ୍ମାଇଲ ଦେଇଥାଉ, କିନ୍ତୁ ସେ ଅଟୋମେଟିକାଲି ସାମ୍ନା ପଟୁ ସେ ସ୍ମାଇଲ ଦେଇଥାଉ। ଆମେ ସେକ୍ ହ୍ୟାଣ୍ଡ କରିବା ପାଇଁ ହାତ ବଢେଇ ଦେଇଥାଉ, ତାକୁ କହିନଥାଉ ସେକ୍ ହ୍ୟାଣ୍ଡ କରନ୍ତୁ ବୋଲିକି, ସେ ବାଇ ଡିଫଲ୍ଟ ତାଙ୍କର ହାତ ଆଗକୁ ବଢାନ୍ତି ସେକ୍ ହ୍ୟାଣ୍ଡ କରିବା ପାଇଁ। ଦ୍ୟାଟ୍ ମିନ୍ସ ଇଟ୍ ଶୋସ୍ ଦ୍ୟାଟ୍ ଆପଣ ଯଦି କହିବେ ହସନ୍ତୁ ସେ ହୁଏତ ନ ହସି ପାରନ୍ତି, ବଟ୍ ଆପଣ ଯଦି ହସିବେ ତାହେଲେ ସାମ୍ନା ବାଲା ମଧ୍ୟ ହସିବ। ଆପଣ ସେକ୍ ହ୍ୟାଣ୍ଡ କରନ୍ତୁ କହିଲେ ହୁଏତ ସେ ସେକ୍ ହ୍ୟାଣ୍ଡ ନ କରିପାରେ, କିନ୍ତୁ ଆପଣ ସେକ୍ ହ୍ୟାଣ୍ଡ କରିବା ପାଇଁ ଯଦି ହାତ ବଢେଇବେ ତାହେଲେ ଅଟୋମେଟିକାଲି ସେ ଆପଣଙ୍କୁ ସେକ୍ ହ୍ୟାଣ୍ଡ କରିବା ପାଇଁ ହାତ ବଢେଇବ। ସେଥିପାଇଁ we have to lead from the front in our actions। ଆମେ ପୌଲର ଆଦର୍ଶ ସ୍ୱରୂପ ହୋଇ କାର୍ଯ୍ୟରେ ତାହାକୁ ଆମ ଆଦର୍ଶ ଦେଖେଇବାର ଅଛି। ନମ୍ବର 4 ଆମେ ଦେଖନ୍ତୁ ପରସ୍ପର ସହିତ ଶାନ୍ତିରେ ରହିବା ପାଇଁ କୁହାଯାଇଛି। ଯଦି ଆପଣ ପ୍ରଥମ ତେସଲୋନିକେ ତାର 4 ପର୍ବର 13 ପଦ ଯଦି ପଢିବେ ଦେଖନ୍ତୁ ଲେଖା ହେଇଛି, ପୁଣି ସେମାନଙ୍କ କାର୍ଯ୍ୟ ସକାଶେ ସେମାନଙ୍କୁ ପ୍ରେମରେ ଅତ୍ୟନ୍ତ ଆନନ୍ଦ କର। ଫୁଲ ଷ୍ଟପ୍। ଏଇ ବାକ୍ୟ ଏଠି ସରି ଯାଇଥିଲେ ମଧ୍ୟ କିଛି ଅସୁବିଧା ହେଇନଥାନ୍ତା, କିନ୍ତୁ ଅପ୍ରାସଙ୍ଗିକ ଭାବରେ ଆବ୍ରୁପ୍ଟଲି ଆଉ ଗୋଟେ ଲାଇନ ଯୋଡା ହେଇଛି, ପରସ୍ପର ସଙ୍ଗରେ ଶାନ୍ତିରେ ରୁହ। ତେଣୁ 13 ପଦ ପ୍ରଥମାଂଶ କ ଅଂଶ ସାଙ୍ଗରେ ଖ ଅଂଶର ସେମିତି କିଛି କନେକ୍ସନ ନାହିଁ, କିନ୍ତୁ ଏଠି ତାକୁ ଯୋଡ଼ିବାର ଉଦ୍ଦେଶ୍ୟ ହେଲା ଏଇ ଶବ୍ଦରେ ଆମେ 3ଟି ବିଷୟ ଦେଖିବାକୁ ପାଇପାରିବା ଯେ ଏଇ ଶେଷାଂଶରେ ଯୋଉ ଆବ୍ରୁପ୍ଟଲି ଲେଖା ଯାଇଛି ପରସ୍ପର ସହିତ ଶାନ୍ତିରେ ରୁହ, ସେଥିରେ ଆମେ 3ଟି ବିଷୟ ଦେଖିପାରିବା। ପ୍ରଥମ ଜିନିଷ ହେଲା ଅନୁଗାମୀ ମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ଶାନ୍ତିରେ ରହିବା, ନମ୍ବର 1। ନମ୍ବର 2, ନେତା ଏବଂ ଅନୁଗାମୀ ମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣାର ସହିତ ଶାନ୍ତିରେ ରହିବା। ନମ୍ବର 3, ନେତା ଏବଂ ନେତା ମାନଙ୍କ ମଧ୍ୟରେ ମଧ୍ୟ ଉତ୍ତମ ବୁଝାମଣାର ସହିତ ଶାନ୍ତିରେ ରହିବା। ଯଦି 3ଟି ବିଷୟକୁ ଆପଣ ଟିକେ ଚାରିଆଡେ ଘୁରିକି ଦେଖିବେ ବା ବସିକି ଚିନ୍ତା କରି ଦେଖିବେ ତାହେଲେ ଦେଖିବେ ଅନୁଗାମୀ ମାନଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ଶାନ୍ତିରେ ରହିବା ଅତି ସହଜ। ଏଇଟା ପ୍ରାୟତଃ ହେଇଥାଏ ମଧ୍ୟ, ବହୁତ ସମୟରେ ଡିଷ୍ଟର୍ବ ହେଇଥାଏ, ନହେଲେ ନର୍ମାଲି ଥାଏ ଏଟା। ଦ୍ୱିତୀୟତଃ ନେତା ଏବଂ ଅନୁଗାମୀ ମାନଙ୍କ ମଧ୍ୟରେ ମଧ୍ୟ ଅନେକ ସମୟରେ ଶାନ୍ତିରେ ରହିବାର ସମ୍ଭାବନା ଥାଏ। କିଛି ସମୟରେ ହୁଏତ କୌଣସି ନେତାଙ୍କ ମଧ୍ୟରେ ଏବଂ ତାଙ୍କର ଅନୁଗାମୀ ମାନଙ୍କ ମଧ୍ୟରେ ହୁଏତ କିଛି ଅବୁଝାମଣା ହେଇପାରେ, ଅଶାନ୍ତି ହେଇପାରେ। କିନ୍ତୁ ଯଦି ବେଶୀ ଅଶାନ୍ତି ହୁଏ ତାହେଲେ ନେତା ଏବଂ ନେତା ମାନଙ୍କ ମଧ୍ୟରେ ଅଶାନ୍ତି ବେଶୀ ଦେଖାଯାଏ, କାରଣ ସେଥିରେ କିଛି ନା କିଛି ଲାଭ ପାଇବା ପାଇଁ ପୋଜିସନାଲି ହଉ କିମ୍ବା ଫାଇନାନ୍ସିଆଲି ହଉ କିମ୍ବା ନିଜ ଭିତରେ ଗୋଟେ ବଡିମା ଦେଖେଇବା ପାଇଁ, ମୁଁ ତାଠାରୁ ବେଟର ଟୁ ପ୍ରୁଭ ଦ୍ୟାଟ, ତାଙ୍କ ଭିତରେ ଗୋଟେ କମ୍ପିଟିସନ ରହିଥାଏ। ପ୍ରଭାବ ପାଇଁ ହଉ କିମ୍ବା ଦବାବ ପାଇଁ ହଉ ତାଙ୍କ ଭିତରେ ଗୋଟେ କମ୍ପିଟିସନର ମନୋଭାବ ରହିଥାଏ। ବେଳେ ବେଳେ ପରସ୍ପରକୁ ଈର୍ଷା ମଧ୍ୟ କରନ୍ତି, ଫଳରେ ସେମାନେ ପରସ୍ପର ତ ଶାନ୍ତିରେ ରହନ୍ତି ନାହିଁ, ଆବଶ୍ୟକ ପଡ଼ିଲେ ତାଙ୍କର ଅନୁଗାମୀ ମାନଙ୍କ ମଧ୍ୟରେ ମଧ୍ୟ ଡିଷ୍ଟର୍ବାନ୍ସ କରି ତାଙ୍କୁ ଦଳଭେଦ ମଧ୍ୟରେ ପ୍ରବେଶ କରାନ୍ତି। ସେଇଥିପାଇଁ ଆଜି ଆପଣ ଦେଖନ୍ତୁ ଏତେ ପ୍ରକାରର ଡକ୍ଟ୍ରିନ୍ସ, ଏତେ ପ୍ରକାରର ଡିନୋମିନେସନ୍ସ, ଏତେ ପ୍ରକାରର ଚର୍ଚେସ୍। ଗଣ୍ଡଗୋଳ କରିବା ବି ଆମକୁ ବାହାର ଲୋକ ଦରକାର ନାହିଁ, ଆମେ ଆମ ଭିତରେ ଯଥେଷ୍ଟ ଗଣ୍ଡଗୋଳ କରିଦେଇପାରିବା। ତେଣୁ ଏ ଶବ୍ଦଟା ଲିଡରସିପ କଥା କହୁ କହୁ ଏଇ ଶବ୍ଦଟା ଏଥିରେ ଯୋଡା ହେଇଛି, ସୋ ଦ୍ୟାଟ ଅନୁଗାମୀ ମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଏବଂ ଶାନ୍ତି ରହିବ, ନେତା ଏବଂ ଅନୁଗାମୀ ମାନଙ୍କ ମଧ୍ୟରେ ମଧ୍ୟ ଉତ୍ତମ ବୁଝାମଣା ରହିବ, ଶାନ୍ତିରେ ରହିବେ। ବିଶେଷ କରି ନେତା ଏବଂ ନେତା ମାନଙ୍କ ମଧ୍ୟରେ ମଧ୍ୟ ଶାନ୍ତି ଏବଂ ବୁଝାମଣା ରହିବ। These are some important works as a leaders, as a teachers, as professors or as priest, as preachers we should be very very carefully act according। ଏବେ ଆସନ୍ତୁ ଆମେ ଯୋଉମାନେ ଅନୁଗାମୀ ଅଛୁ, କାରଣ ଆମେ କିଛି ଲୋକଙ୍କୁ ଲିଡ୍ କରୁଛୁ କିନ୍ତୁ ଆମେ କାହାର
ଅନୁଗାମୀ ମଧ୍ୟ ହଉଛୁ। ଆମମାନଙ୍କର କର୍ତ୍ତବ୍ୟ କଣ? ପ୍ରଥମ ଜିନିଷ ହେଲା ଆଜି ଆମେ ପଢୁଥିଲୁ ସେଇ ଅନୁସାରେ we have to respect the leaders, we have to respect the teachers, we have to respect the preachers. ଆମେ ସେମାନଙ୍କୁ ସମ୍ମାନ ଦେବା ଆବଶ୍ୟକ। ପ୍ରଥମ ତିମୋଥୀ ତାର 5 ପର୍ବର 17 ପଦରେ ମଧ୍ୟ ଲେଖାଯାଏ, ଯେଉଁ ପ୍ରାଚୀନ ମାନେ ଉତ୍ତମ ରୂପେ ତତ୍ତ୍ୱାବଧାନ କରନ୍ତି, ବିଶେଷତଃ ଯେଉଁମାନେ ବାକ୍ୟ ପ୍ରଚାର ଓ ଶିକ୍ଷାଦାନରେ ପରିଶ୍ରମ କରନ୍ତି, ସେମାନେ 2 ଗୁଣ ସମାଧାନ ପାଇବାର ଯୋଗ୍ୟ ବୋଲି ଗଣିତ ହୁଅନ୍ତି। ଅନ୍ୟର ଲିଡରସିପ ଅପେକ୍ଷା ସାଧୁ ପାଉଲ ଏଠି କ୍ଲିୟରଲି ଲେଖନ୍ତି ଯେ ପୋଜିସନ ଧରିଛନ୍ତି କୋଉମାନେ କଣ ଅଛନ୍ତି ସେମାନଙ୍କୁ ତ ସମ୍ମାନ ଦେବା ହିଁ ଦେବା, କିନ୍ତୁ ବିଶେଷ କରି ସେମାନଙ୍କୁ ଆମେ 2 ଗୁଣ ସମାଧାନ ଦେବା ଆବଶ୍ୟକ, ଯୋଉମାନେ ବାକ୍ୟ ପ୍ରଚାର କରୁଛନ୍ତି ଆଉ ଶିକ୍ଷାଦାନରେ ପରିଶ୍ରମ କରୁଛନ୍ତି। ତେଣୁ ଏଇ ଯୋଉ ଇୟରଲି ମର୍ଣ୍ଣିଂ ଗ୍ରୁପରେ ଆପଣ ପ୍ରତିଦିନ କାହାଠୁ ନା କାହାଠୁ ଆପଣ ବାକ୍ୟ ଶୁଣୁଛନ୍ତି, କାହାଠୁ ନା କାହାଠୁ ଆପଣଙ୍କୁ ଶିକ୍ଷା ପାଉଛନ୍ତି, ମାସ ସାରା ଚାଲୁଛି, ବର୍ଷ ସାରା ଚାଲୁଛି। ତେଣୁ ମୋର ଏଇ ସିନସିୟର ଅନୁରୋଧ ରହିବ, ସଜେସନ ରହିବ ଯେ ଆମେ ପ୍ରତ୍ୟେକଙ୍କୁ ସମ୍ମାନ ଦେବାର ଆବଶ୍ୟକତା ରହୁଛି। ଆଉ କିଛି ଲୋକ ପଦବୀ ପାଇଥିବାର କରୁଛନ୍ତି, ଆଉ କିଛି ଲୋକ ତ ସ୍ୱେଚ୍ଛା ଭାବରେ କରୁଛନ୍ତି। ମୋର ହିସାବରେ ତ ଯୋଉମାନେ ସ୍ୱେଚ୍ଛା ଭାବରେ କରୁଛନ୍ତି ସେମାନେ ତ ଆହୁରି ଅଧିକ ସମାଧାନ ପାଇବାର ଆବଶ୍ୟକ। ଯୋଉମାନେ ବେତନ ପାଇ କରୁଛନ୍ତି ସେମାନେ ତ ସମାଧାନ ପାଇବେ ହିଁ ପାଇବେ, ଆଉ ଯୋଉମାନେ ସ୍ୱେଚ୍ଛା ଭାବରେ କରନ୍ତି ସେମାନଙ୍କୁ ତ ଆହୁରି 2 ଗୁଣ ଆମେ ସମ୍ମାନ ଦେବାର ଆବଶ୍ୟକତା ରହିଛି। ଏଭଳି ତାର 13 ପର୍ବ 17 ପଦରେ ମଧ୍ୟ ଲେଖାଯାଏ, ତୁମ୍ଭମାନଙ୍କ ନେତାମାନଙ୍କର ବାଧ୍ୟ ହୋଇ ସେମାନଙ୍କର ବଶୀଭୂତ ହୁଅ, କାରଣ ଯେଉଁମାନଙ୍କୁ ନିକାଶ ଦେବାକୁ ହେବ ସେମାନଙ୍କ ସଦୃଶ ସେମାନେ ତୁମ୍ଭମାନଙ୍କ ଆତ୍ମା ସମ୍ବନ୍ଧରେ ପ୍ରହରୀ କର୍ମ କରନ୍ତି, ଯେପରି ସେମାନେ ତାହା ଦୁଃଖରେ ନ କରି ଆନନ୍ଦରେ କରିପାରନ୍ତି। ଏଇ ଯୋଉ ନେତୃବୃନ୍ଦ ଅଛନ୍ତି, ବାକ୍ୟ ପ୍ରଚାରରେ ଯୋଉମାନେ କାର୍ଯ୍ୟ କରୁଛନ୍ତି, ଶିକ୍ଷାଦାନ ଯୋଉମାନେ କାର୍ଯ୍ୟ କରୁଛନ୍ତି, ସେମାନେ ଆମମାନଙ୍କର ଆତ୍ମା ସମ୍ବନ୍ଧରେ ପ୍ରହରୀ କର୍ମ କରନ୍ତି। ସେମାନେ ଆମର ଆତ୍ମାକୁ ସୁରକ୍ଷା ପାଇଁ, ଯେମିତି ଜଣେ ସିକ୍ୟୁରିଟି ଗାର୍ଡ ବ୍ୟାଙ୍କରେ ହୁଅନ୍ତୁ କିମ୍ବା ଆପଣ ଦେଖିଥିବେ ବନ୍ଧୁକ ଧରି ସେ ଯେମିତି ସେଥିରୁ ଚୋରି ନ ହୁଏ ସେଥିପାଇଁ ତାକୁ ଜଗନ୍ତି, ସୁରକ୍ଷା ଦିଅନ୍ତି, ସେଇ ପ୍ରକାରେ ଏଇ ଯୋଉମାନେ ଶିକ୍ଷାଦାନ କରୁଛନ୍ତି, ବାକ୍ୟ ପ୍ରଚାର କରୁଛନ୍ତି, ଆମମାନଙ୍କର ପ୍ରତିପାଳନ ଆମକୁ କରୁଛନ୍ତି ଆତ୍ମିକ ଜୀବନରେ, ସେମାନେ ମଧ୍ୟ ଆମମାନଙ୍କର ଆତ୍ମିକ ଜୀବନ ଯେପରି ନଷ୍ଟ ନ ହୁଏ, ଆମମାନଙ୍କର ଆତ୍ମିକ ଜୀବନକୁ ଶୈତାନ ଯେପରି ହରଣ କରି ନ ନିଏ, ଚୋରି କରି ନ ନିଏ, ସେଥିପାଇଁ ସେମାନେ ପ୍ରହରୀ କର୍ମ କରୁଛନ୍ତି। କିଛି ଲୋକ ବେତନ ପାଇ କରୁଛନ୍ତି, କିଛି ଲୋକ ସ୍ୱେଚ୍ଛା ଭାବରେ କରୁଛନ୍ତି। ଅତଏବ ସେମାନଙ୍କୁ ଆମେ ସେ ପ୍ରକାର ସମ୍ମାନ ଦେବାର ଆବଶ୍ୟକତା ରହିଛି, ସୋ ଦ୍ୟାଟ୍ ସେମାନେ ଲେଖାଯାଏ ଆନନ୍ଦରେ କରିବେ, ଦୁଃଖରେ ନ କରି ଆନନ୍ଦରେ କରିବେ। ତେଣୁ ଯେଉଁମାନେ ଏ କାର୍ଯ୍ୟ କରୁଛନ୍ତି ଆମେ ସେମାନଙ୍କୁ କୌଣସି ପ୍ରକାର ଏମ୍ବାରେସିଂ କଣ୍ଡିସନକୁ ଆଣିବାନି, ସ୍ପେଶାଲି ପବ୍ଲିକାଲି, ବିଶେଷ କରି ଲୋକ ସମ୍ମୁଖରେ ସେମାନଙ୍କୁ କୌଣସି ପ୍ରକାର ଆମେ ଏମ୍ବାରେସିଂ କଣ ହବ ତାଙ୍କୁ ଅସଂଯତ କଲା ଭଳିଆ କଥାବାର୍ତ୍ତା ମାନେ କରିବା ଉଚିତ। ସେମାନଙ୍କୁ ଗ୍ରହଣ କରିବା ଉଚିତ, ସେମାନଙ୍କୁ ପ୍ରଶଂସା କରିବା ଉଚିତ, ସେମାନଙ୍କୁ ପ୍ରେମ କରିବା ଉଚିତ, ସେମାନଙ୍କୁ ଆମେ ଆଦର କରିବା ଉଚିତ। At the same time, don't expect the leaders to be perfect. ଆମେ ଏଇଟା ଆଶା ରଖିବା ନାହିଁ ଯେ ଆମମାନଙ୍କର ଯୋଉମାନେ ଅଛନ୍ତି ନେତୃବୃନ୍ଦ ବା ଆମର ଯୋଉମାନେ ଗାଇଡ କରୁଛନ୍ତି ସେମାନେ ଏକଦମ ପରଫେକ୍ଟ ହେବାର ଆବଶ୍ୟକତା ରହିଛି। Every human being has some errors, every human being has some low forces, every human being has some weaknesses. Except Jesus Christ, nobody is perfect. प्रभु यीशु ख्रीष्ट को छाड़ते कौन सी व्यक्ति परफेक्ट नुहे। He is only perfect because he is God and man at the same time. ଆମମାନଙ୍କର ମଧ୍ୟ କିଛି ଭଲ ଗୁଣ ଥିବ, କିଛି ଖରାପ ଗୁଣ ଥିବ। ତେଣୁ ଗୋଟେ ଜାଗାରେ ପଢୁଥିଲି ବହୁତ ବଢିଆ ଜିନିଷ ଲେଖା ହେଇଛି, ଗୋଟେ ଖରାପ ହେଇଥିବା ଘଣ୍ଟା ମଧ୍ୟ ଦିନକୁ 2 ଥର ଠିକ ସମୟ ଦେବ, ଠିକ ସମୟ କହିବ। ମନେ କରନ୍ତୁ 9ଟା ଅଧେରେ ଖରାପ ହେଇଛି, ତାମାନେ ଆପଣ ସକାଳେ 9ଟା ଅଧେ ଆସିବ ଆଉ ରାତିରେ ପୁଣି ଆଉଥରେ 9ଟା ଅଧେ ଆସିବ। ଯଦି ଗୋଟେ ଖରାପ ହେଇଥିବା ଘଣ୍ଟା ଯଦି ଆମକୁ ଦେଇପାରୁଛି ଠିକ ସମୟ ଦିନକୁ 2 ଥର, ତାହେଲେ ଜୀବନ୍ତ ବ୍ୟକ୍ତି ଜଣକ ନିଶ୍ଚୟ ତା ପାଖରେ କିଛି ନା କିଛି ଭଲ ଗୁଣ ଥିବ। ତେଣୁ ଆମେ ଭଲ ଗୁଣ ଗୁଡ଼ିକୁ ଆଡପ୍ଟ କରିବାର ଆବଶ୍ୟକତା ରହିଛି। ତାଙ୍କ ପାଖରେ ଯଦି ଖରାପ ବିଷୟ ଅଛି ବୋଲି ଆମେ ଭାବୁଛେ ତାହେଲେ ତାକୁ ଲେଟ୍ ଗୋ, ତାକୁ ଯିବା ପାଇଁ ଦେବାର ଅଛି। ସେଥିପାଇଁ ଜଣେ ବହୁତ ୱାଇଜଲି କହନ୍ତି, ଗୋଟେ ଭଲ ବ୍ୟକ୍ତିଙ୍କୁ ଏତେ ତୀକ୍ଷ୍ଣ ଭାବରେ ନିରୀକ୍ଷଣ କରନ୍ତୁ ନାହିଁ
ଯେ ତାହାଙ୍କଠାରେ ମନ୍ଦ ବିଷୟ ଦେଖାଯିବା ଆରମ୍ଭ ହେଇଯିବ। ଜଣେ ଭଲ ବ୍ୟକ୍ତିଙ୍କୁ ଏତେ ତୀକ୍ଷ୍ଣ ଭାବରେ ନିରୀକ୍ଷଣ କରନ୍ତୁ ନାହିଁ ଯେ ତାହାଙ୍କ ଚରିତ୍ର ଭିତରେ କିଛି ମନ୍ଦ ବିଷୟ ଦେଖାଯିବାକୁ ଆରମ୍ଭ ହବ, ଏବଂ ମନ୍ଦ ବ୍ୟକ୍ତିକୁ ଏତେ ଭଲ ଭାବରେ ନିରୀକ୍ଷଣ କରନ୍ତୁ ଯେ ତାହାଙ୍କଠାରେ ମଧ୍ୟ କିଛି ନା କିଛି ଭଲ ବିଷୟ ଦେଖାଯିବ। ତ ତୃତୀୟ ବିଷୟ ହେଲା ଆମେ ଆନାଲାଇଜ କରିବା ଆବଶ୍ୟକ। ଯୋଉମାନେ ଆମକୁ ଶିକ୍ଷା ଦଉଛନ୍ତି ଆମେ କାହାର ଫଲୋଅର ହେବା ଠିକ ଅଛି, ଅନୁଗାମୀ ହେବା ଠିକ ଅଛି, କିନ୍ତୁ ଅନ୍ଧଭକ୍ତ ହେବାର ଆବଶ୍ୟକ ନାହିଁ। ଅନ୍ଧଭକ୍ତ ହେବା ଏକ ଖରାପ ବିଷୟ। ସେଥିପାଇଁ କୌଣସି ବ୍ୟକ୍ତିଙ୍କୁ ଅନ୍ଧ ଭାବରେ ଆମେ ଅନୁଗମନ କରିବା ଉଚିତ ନାହିଁ। ଆମେ ଶୁଣିବା ଦରକାର, ଅଣ୍ଡରଷ୍ଟାଣ୍ଡ, ତାକୁ ବୁଝିବା ଦରକାର, ଆନାଲାଇଜ କରିବା ଦରକାର whether the teachings is biblical or not, ତାପରେ ତାକୁ ଜୀବନରେ କାର୍ଯ୍ୟକାରୀ କରିବା ଆବଶ୍ୟକ। ଯେମିତି ଲେଖାଯାଏ ପ୍ରଥମ ଥେସଲୋନିକାର 5:21 ବରଂ ସମସ୍ତ ବିଷୟ ପରୀକ୍ଷା କର, ଯାହା ଉତ୍ତମ ତାହା ଧରି ରଖ। ତେଣୁ ସେ ଉତ୍ତମ ବିଷୟରେ ଜାଣିବା ପାଇଁ ହେଲେ ଆମେ ସେମାନଙ୍କର କିଛି ଲୋକଙ୍କୁ କିଛି ବର୍ଷ ପର୍ଯ୍ୟନ୍ତ ଟିକେ ଯୋଉ ଅବଜର୍ଭ କରିବେ, ତାହେଲେ ତାଙ୍କ ଲାଇଫର ଫ୍ରୁଟ୍ସ, ତାଙ୍କର ଜୀବନର କାର୍ଯ୍ୟର ଯୋଉ ରିଜଲ୍ଟ, ତାଙ୍କର ଯୋଉ ଫଳ, ସେଇଥିରୁ ଆପଣ ଚିହ୍ନିବେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ କହନ୍ତି ମାଥିଉ 7:15 ଏବଂ 16 ଯେ ସେମାନଙ୍କୁ ଆପଣ ମାନେ ଫଳ ଦ୍ୱାରା ଚିହ୍ନିବେ। କିଛି ଦିନ ଅପେକ୍ଷା କରନ୍ତୁ, ତାଙ୍କୁ ଶୁଣୁଥାନ୍ତୁ, ଆନାଲାଇଜ କରୁଥାନ୍ତୁ, ଆପ୍ଲାଏ କରିବା ପୂର୍ବରୁ ଦେଖନ୍ତୁ ତା ବିବ୍ଲିକାଲ କି ନୁହେଁ, ବାଇବେଲ ଉପରେ ପର୍ଯ୍ୟବେସିତ କି ନୁହେଁ, ଆଉ ତାଙ୍କ ଜୀବନରେ ମଧ୍ୟ ଯିଏ ଆପଣଙ୍କୁ ଶିକ୍ଷା ଦଉ ତାଙ୍କ ଜୀବନରେ ମଧ୍ୟ ସେ କାର୍ଯ୍ୟକାରୀ କରୁଛନ୍ତି କି ନାହିଁ, ତାହେଲେ ଆପଣ ତାକୁ ସଠିକ ଭାବରେ କାର୍ଯ୍ୟକାରୀ କରିପାରିବେ। ତ ଆମେ ଶେଷ ପର୍ଯ୍ୟାୟକୁ ଆସି ପହଞ୍ଚିଲୁ। 2-3ଟା ଜିନିଷ କହି ମୁଁ ଶେଷ କରିବି, ସମୟ ହେଇଗଲାଣି। ତ ଯୋଉମାନେ ଆମେ ନେତୃତ୍ୱ ନେଉଛୁ ଆମେ ବୁଝିବା ଦରକାର ଯେ ଡୋଣ୍ଟ ଏକ୍ସପେକ୍ଟ ଦ୍ୟାଟ you will be respected and loved by everyone। ଏହି ଆଶା କେବେ ବି ରଖନ୍ତୁ ନାହିଁ ଯେ ଆପଣ ଲିଡରସିପ କରୁଥିବାରୁ, ଶିକ୍ଷାଦାନ କରୁଥିବାରୁ, ବାକ୍ୟ ପ୍ରଚାର କରୁଥିବାରୁ ଆପଣଙ୍କୁ ସମସ୍ତେ ଭଲ ପାଇବେ, ଆପଣଙ୍କୁ ସମସ୍ତେ ସମ୍ମାନ ଦେବେ, ଆପଣଙ୍କୁ ସମସ୍ତେ ଗ୍ରହଣ କରିବେ। ନା, କିଛି ନା କିଛି ଆପଣ ଯେତେ ଭଲ କାର୍ଯ୍ୟ କରନ୍ତୁ ଆପଣଙ୍କୁ କିଛି ନା କିଛି ଲୋକ ଆପଣଙ୍କୁ ସମାଲୋଚନା କରିବେ, ଆପଣଙ୍କୁ କ୍ରିଟିସାଇଜ କରିବେ, ଆବଶ୍ୟକ ପଡ଼ିଲେ ଘୃଣା ମଧ୍ୟ କରିବେ। ମହାତ୍ମା ଗାନ୍ଧୀ ଭଳିଆ ଲୋକ ଘୃଣା କରୁଥିଲେ ଆଉ ତାଙ୍କୁ ମଧ୍ୟ ଶହୀଦ ହେବାକୁ ପଡିଥିଲା। ସ୍ୱୟଂ ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହାର ଜଣକର ମଧ୍ୟ କିଛି ଚିନ୍ତାରେ ସୁଦ୍ଧା ଅନିଷ୍ଟ କରିନଥିଲେ, ତଥାପି ତାଙ୍କର ସମାଲୋଚକ ଥିଲେ, ତାଙ୍କର ବିରୋଧୀ ଥିଲେ, ତାଙ୍କର ଶତ୍ରୁ ଥିଲେ। ତାହେଲେ ଆପଣ ଏବଂ ମୁଁ କେମିତି ଏକ୍ସପେକ୍ଟ କରିବା ଯେ ସମସ୍ତେ ଆମକୁ ଭଲ ପାଇବେ, ସମସ୍ତେ ଆମକୁ ରେସପେକ୍ଟ ଦେବେ, ସମସ୍ତେ ଆମକୁ ଗ୍ରହଣ କରିବେ? ନା, କିଛି ନା କିଛି ଲୋକ ଆପଣଙ୍କୁ କ୍ରିଟିସାଇଜ କରିବେ, ସମାଲୋଚନା କରିବେ। ଆଜି ଯଦି ସମାଲୋଚନା କରୁଛନ୍ତି ଆପଣ କାର୍ଯ୍ୟ ଜାରି ରଖନ୍ତୁ, ଆସନ୍ତା ଦିନ ମାନଙ୍କରେ ସେ ଆପଣଙ୍କ ବିଷୟରେ ଆଲୋଚନା କରିବେ। ସମାଲୋଚନାରୁ ଆଲୋଚନା ପର୍ଯ୍ୟନ୍ତ ଗସ୍ତ ଲିଡରସିପର ଗୋଟେ କାର୍ଯ୍ୟ ଅଟେ। କିନ୍ତୁ ଆପଣ କାର୍ଯ୍ୟ ଜାରି ରଖନ୍ତୁ ୱିଥ୍ ଇଣ୍ଟରେଷ୍ଟ ଆଣ୍ଡ ଲଭ। ଏ ସମସ୍ତ ପରିବେଶ ସତ୍ତ୍ୱେ ଆମେ ଆମର କାର୍ଯ୍ୟଧାରା ଜାରି ରଖିପାରିବା। ମଦର ଟେରେସାଙ୍କର ଗୋଟେ ବହୁତ ବଡ଼ ଷ୍ଟେଟମେଣ୍ଟ ଅଛି, ସେ କହନ୍ତି we cannot do great things on this earth, we only can do little things with great love। ଆମେ এই ଜଗତରେ ବହୁତ ବଡ଼ ବଡ଼ କାମ କରିପାରିବା ନାହିଁ, କିନ୍ତୁ ଛୋଟ ଛୋଟ କାମ ଗୁଡ଼ିକ ଅତି ପ୍ରେମର ସହିତ with great love ଆମେ ତାକୁ ସମ୍ପାଦନ କରିପାରିବା। So ideal leadership ର definition କ'ଣ? What is the definition of ideal leadership? ମୁଁ 3ଟା ଷ୍ଟେଟମେଣ୍ଟରେ କମ୍ପ୍ଲିଟ କରିବା ପାଇଁ ଚାହେଁ। When everything is good, when everything is good, ଗୋଟେ କାର୍ଯ୍ୟ କରୁଛନ୍ତି, ସବୁ ଜିନିଷ ବଢିଆ ହେଇଗଲା, then we should say that you did it very good, keep it up। ଯଦି ସମସ୍ତ ବିଷୟ ବଢିଆ ହେଲା, ଆମେ ନିଜେ କ୍ରେଡିଟ ନ ନେଇକି ଅନ୍ୟମାନଙ୍କୁ କ୍ରେଡିଟ ଦେଇଦେବାର ଅଛି। ବହୁତ ବଢିଆ ହେଲା, ଆପଣମାନେ କରିଛନ୍ତି, ଜାରି ରଖନ୍ତୁ, ଗଡ୍ ବ୍ଲେସ୍। ଆଉ ଯେତେବେଳେ କିଛି ବିଷୟ ଖରାପ ହେଲା ଆଉ କିଛି ବିଷୟ ଭଲ ହେଲା, ସେମି ଗୁଡ୍ ଆଣ୍ଡ ସେମି ବ୍ୟାଡ୍, ତାହେଲେ କଲେକ୍ଟିଭଲି ରେସ୍ପନ୍ସିବିଲିଟି ନେବା ଦରକାର। We have to say that we did it, let us rectify the wrong things and do it correctly again। ଆମେ ମିଶି କରିଛେ ଏଇଟା, ଆସନ୍ତୁ ଯୋଉଗୁଡାକ ଭୁଲ ହେଇଛି ତାକୁ ଆମେ ସଂଶୋଧନ କରିବା ଏବଂ ଆମେ ଯୋଉଗୁଡାକ ଭୁଲ ହେଇଛି ତାକୁ ଆଉ ଥରେ ପୁଣି କରେକ୍ଟ କରି ପୁନର୍ବାର କରିବା। and 3 ନମ୍ବରରେ ଯେତେବେଳେ କିଛି ଜିନିଷ ଖରାପ ହେଇଯାଏ ବା ଅନେକ ଜିନିଷ ଖରାପ ହେଇଯାଏ ବା ସବୁ ଜିନିଷ ଖରାପ ହେଇଯାଏ, ଏଜ ଏ ଲିଡର ଆମକୁ ରେସ୍ପନ୍ସିବିଲିଟି ନେବାକୁ ପଡିବ ଏବଂ କହିବାକୁ ପଡିବ I did it,
आई एम सॉरी इट विल नॉट बी रिपीटेड जदि किसी भूल ହେଇଗଲା ତାହେଲେ एज ए लीडर हमको कहया पड़िबो जे या मु करिछि एथि भाई मु दुखित आ एटा आगु पुनरावृत्ति हबो नाही किंतु नॉर्मली हम उल्टाटा करिथा जेतल कौन सी विषय सफल हुए बढ़िया हुए एंटायर क्रेडिट आम निजे नहीं था मु कल आई डिड इट मते छाड़ी देले गुडा हबो नाही मु न कले काम हबनी मु कली बुली किरी हला आ जेतल किछि जिंस खराब हे जाए आमे शिफ्टिंग द रिस्पांसिबिलिटी आमे सेटा आउ का पर थोपी देउ तम जोगु सब खराब तम जोगु सब खराब हला तमे सब करिछ ताको ठीक कर सो दैट इज व्हाई अनेक समय माने लीडरशिप हम जो लेवल रे पहुंचीबा कथा से लेवल रे पहुंची पारुना सो स्पिरिचुअल लाइफ रे लीडरशिप इज मोर इम्पोर्टेंट देन दिस वर्ल्ड लाइफ आपनकर सांसारिक जीवन रे लीडरशिप रो जो अर्थ रहइबो आपनकर आत्मिक जीवन रे तार लीडरशिप एकदम भिन्न रहइबो एन आत्मिक जीवन रे लीडरशिप करबा आहुरी कष्टदायक এই সাংসারিক লিডারশিপ অপেরা কিন্তু আত্মিক জীবনের লিডারশিপ মধ্য তার ফলাফল এবং তার রিজল্ট এবং তার পুরস্কার মধ্য ঢের অধিক বেটার দেন দি এই পার্থিব বিষয় কারণ এটি যে পুরস্কার দেবে আপনার টেম্পোরারি পুরস্কার দেবে বাট যেতে আপনার আত্মিক জীবনের লিডারশিপ নেউଛନ୍ତି অনেক হজাত্মাକୁ ফেরে আনুଛନ୍ତି কিংবা নতুন আত্মা লাভ କରୁଛନ୍ତି তাহলে নিশ্চিন্ত ভাবে আপনাকে অনেক পুরস্কার মিলিব লোকମାନଙ୍କ মাধ্যম পুরস্কার মিলিপারে ন মিলিপারে বাট পরমেশ্বর নিশ্চিତ ভাবে ଆପଣଙ୍କୁ ଆଶୀର୍ବାଦ କରିବେ ଏବଂ ପୁରସ୍କାର ପ୍ରଦାନ କରିବେ କାରଣ ଆପଣଙ୍କର କାର୍ଯ୍ୟ ଦ୍ୱାରା ଅନେକଙ୍କ ଜୀବନରେ ପରିବର୍ତ୍ତନ ଆସିଲା ଅନେକଙ୍କ ଜୀବନରେ ଆତ୍ମିକ ଜୀବନରେ ଉନ୍ନତି ଆସିଲା ତେଣୁ ଈଶ୍ୱର ଆମ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ ଲିଡରସିପ କରିବା ପାଇଁ ଆମ ସମସ୍ତଙ୍କୁ ମଧ୍ୟ ଅନୁଗ୍ରହ କରନ୍ତୁ କାହାର ଅନୁଗାମୀ ହେବା ପାଇଁ ଏବଂ ତାଙ୍କ ବାକ୍ୟ ଅନୁସାରେ ଜୀବନ ଯାପନ କରିବା ପାଇଁ ଅଳ୍ପ ଶିକ୍ଷାରେ ବୁଝିବାର ଶକ୍ତି ଦେଇ ଈଶ୍ୱର ଆମ ସମସ୍ତଙ୍କୁ ଅନୁଗ୍ରହ କରନ୍ତୁ ସୁଯୋଗ ଦେଇଥିବାରୁ ପୁଣି ଥରେ ସମସ୍ତଙ୍କୁ ପ୍ରେଜ୍ ଦି ଲର୍ଡ ସମସ୍ତଙ୍କୁ ନମସ୍କାର ସମସ୍ତଙ୍କୁ ସୁପ୍ରଭାତ Praise the Lord. Praise the Lord. Praise